ଓମ୍ ଶ୍ରୀ ସାଇନାଥାୟ ନମଃ। ଆସନ୍ତୁ ଆଜିର ନୂତନ ସକାଳଟି ପାଇଁ ବାବାଙ୍କୁ ଧନ୍ୟବାଦ ଦେବା। ବାବାଙ୍କଠୁ ଆଶୀର୍ବାଦ ନେଇ ନିଜର ଦିନଟିକୁ ଆରମ୍ଭ କରିବା। ତାଙ୍କ କୃପା ଆଶୀର୍ବାଦରୁ ତ ଏହି ନୂତନ ସକାଳଟି ଆମକୁ ମିଳିଛି, ନୂତନ ଦିନଟିକୁ ଦେଖିବା ପାଇଁ ମିଳିଛି। ତେଣୁ ବାବାଙ୍କ ଶ୍ରୀଚରଣରେ ଅଶେଷ ଅଶେଷ କୃତଜ୍ଞତା। ବାବା ସମସ୍ତଙ୍କର ଦିନଟିକୁ ମଙ୍ଗଳମୟ କରନ୍ତୁ। ଆସନ୍ତୁ ଆଜିର ବାବାଙ୍କର ସୁନ୍ଦର ଉପଦେଶଟି ଶୁଣିବା। ବାବା କହୁଛନ୍ତି, ପ୍ରକୃତ ଉପାସନା କିପରି? ପ୍ରକୃତ ଉପାସନା କ'ଣ ତୁମେ ଏହା ଜାଣିଛ କି? ଆଜି ମୁଁ ତୁମକୁ ବତେଇବି ପ୍ରକୃତ ପୂଜା କ'ଣ। ପୂଜା କରିବା ଅର୍ଥ ମୋ ସାମ୍ନାରେ ଦୀପ ଧୂପକାଠି ଜଳାଇବା କିମ୍ବା ମୋର ଅଭିଷେକ କରିବା ନୁହେଁ। ତୁମର ଉପାସନା ପ୍ରକୃତରେ ସେତେବେଳେ ହୁଏ ଯେତେବେଳେ ତୁମେ ଜୀବନରେ ଖୁସି ରୁହ, ଯେତେବେଳେ ତୁମେ ପ୍ରତ୍ୟେକ ଆଶୀର୍ବାଦ ପାଇଁ ନିଜ ହୃଦୟରୁ କୃତଜ୍ଞତା ଅନୁଭବ କର, ନିଜ ଜୀବନକୁ ଖୁସି ଖୁସିରେ ଉପଭୋଗ କର, ଜିଇଁଥାଅ। ଯେତେବେଳେ ତୁମେ ପ୍ରତ୍ୟେକ ପରିସ୍ଥିତିରେ ଖୁସି ରହି ମୋତେ କେବଳ ଥରେ ସାଇ ବୋଲି କହି ଡାକ, ତେବେ ତାହା ହେଉଛି ମୋ ପ୍ରତି ତୁମର ପ୍ରକୃତ ପୂଜା। ଯେତେବେଳେ ତୁମେ ନିଃସ୍ୱାର୍ଥପର ଭାବରେ କୌଣସି ଅଭାବୀ ଲୋକଙ୍କର ସେବା କର, ତାହା ମଧ୍ୟ ମୋ ପାଇଁ ତୁମର ପୂଜା ଅଟେ। ମୁଁ ତୁମକୁ ଖୁସି ରହୁଥିବାର ଦେଖି ଖୁସି ହୁଏ ପିଲାମାନେ। ସେଥିପାଇଁ ସବୁବେଳେ ଚେଷ୍ଟା କର ଖୁସି ରହିବା ପାଇଁ। ଯେତେବେଳେ ତୁମେ ମୋତେ ନିଜର ଅଧିକାର ଭାବି ଗାଳି ଦିଅ, ତେବେ ବି ତାହା ମୋର ଉପାସନା। କାରଣ ତୁମେ ମୋତେ ସେତିକି ଭଲ ମଧ୍ୟ ପାଅ, ସେଥିପାଇଁ ତୁମେ କ୍ରୋଧିତ ବି ହୁଅ। ଯେତେବେଳେ ତୁମେ ତୁମର ସମସ୍ତ ସୁଖ ଦୁଃଖ ମୋତେ ଆସି କୁହ, ସେତେବେଳେ ବି ତାହା ମୋ ପାଇଁ ତୁମ ତରଫରୁ ଉପାସନା ହୋଇଥାଏ ପିଲାମାନେ। ମୁଁ ତ ପ୍ରତ୍ୟେକ କଣିକାରେ ଅଛି ପିଲାମାନେ। ସେଥିପାଇଁ ମୁଁ ସବୁବେଳେ ସବୁ ସମୟରେ ତୁମ ସାଥିରେ ଅଛି। ତୁମେ ମୋତେ କୁହ କି ବାବା, ମୁଁ ବହୁତ ଖରାପ, ମୁହଁଖୁର ଅଟେ, ସବୁବେଳେ କିଛି ବୁଝି ନ ସୁଝି ସବୁକିଛି କହିଦିଏ। ମୁଁ କ'ଣ କରିବି? ଏହି କାରଣ ପାଇଁ ସବୁ ଲୋକ ମୋ ଉପରେ ବିରକ୍ତ ହୁଅନ୍ତି। ଶୁଣ ସନ୍ତାନ, ତୁମର ମନ ସଫା ଅଟେ। ତୁମେ ମୁହଁଖୁର ହୋଇପାର, କିନ୍ତୁ କଦାପି କାହା ସହିତ ବି ଅସତ୍ ବ୍ୟବହାର କରିବ ନାହିଁ। ଯାହା ମନରେ ଥାଏ ତାହା ସିଧାସଳଖ ପ୍ରକାଶ କରିବା ବହୁତ ଭଲ କଥା, କିନ୍ତୁ ତାହାର ଅର୍ଥ ନୁହେଁ ଯେ ତୁମେ ସ୍ନେହପୂର୍ଣ୍ଣ ଭାବରେ କଥା ହୋଇପାରିବ ନାହିଁ। ମୋର ଏହି କଥାଗୁଡ଼ିକୁ ମନେ ରଖିବ, ତୁମକୁ ଲାଭ ମିଳିବ, ତୁମେ ଉପକୃତ ହେବ। ଖୁସିରେ ରୁହ, ଖୁବ୍ ହସ। ମୋର ବହୁତ ସାରା ଆଶୀର୍ବାଦ ତୁମ ସାଥିରେ ଅଛି। ଆଜିର ଦିନଟି ତୁମ ପାଇଁ ଶୁଭମୟ ମଙ୍ଗଳମୟ ହେବ। ଓମ୍ ସାଇ ରାମ, ଜୟ ସାଇ ରାମ।